ପଇସା ଆଜି ତ ମୋର ପୁରା ରଜ। ବାଥରୁମ ଯାଇଛନ୍ତି, ଆଜି ଯାହା ପଇସା ଥିବ ମୁଁ ସବୁ ନେଇଛି। ବିଚରାଟା ତାଙ୍କ ପର୍ସରେ ତ ଟଙ୍କାଟା ନାହିଁ। କି କେମିତି କଣ ଚାଲିବେ, କଣ ଗାଡି ଫାଡି ଚଲାଉଛନ୍ତି, ପଇସା କୋଉଠୁ ଆଣିବେ, ତେଲ କୋଉଠୁ ପକେଇବେ, ସବୁ ପଇସା ଆମ ପାଇଁ ଖର୍ଚ୍ଚ କରିଦଉଛନ୍ତି ନା। ଟଙ୍କାଟା ବି ରଖୁନାହାନ୍ତି ପାଖରେ। ମୁଁ କହୁଛି ଗୋଟେ କାମ କରିବି, ତାଙ୍କ ପର୍ସରେ ଆଣି 500 ଟଙ୍କା ପୁରେଇ ଦେବି। ସେ ଯଦି ଦେଖିବେ ଆଗରେ 5 ଟଙ୍କା ଅଛି, ଦେଖିକି ମୋ ଉପରେ ପୁରା ଖୁସି ହେଇଯିବେ ଆଉ। ମୋ ତ ପୁରା ଖୁସି ହେଇଛି ଆଉ। ଓହୋ କି ଶାନ୍ତି। ଓହୋ ବାଥରୁମକୁ ପଇସା ନେଇକି କିଏ ଯାଏ? ମୁଁ ନଉଛି। ଆଜିକାଲି ବହୁ ମାତ୍ରାରେ ପଇସା ଚୋରି ହଉଛି, ତେଣୁକରି ପଇସାକୁ ଦାୟିତ୍ୱର ସହିତ ରଖିବାର ଅଛି। କଣ କହିଲ? ପଇସା ଚୋରି ହଉଛି? ପଇସା କିଏ ଚୋରି କରୁଛି? ହଁ, କିଏ କରୁଛି ବା ଚୋରି? ନେଇଯିବ ମୋ ପର୍ସଟା। ଆରେ ପର୍ସଟା କେମିତି ରଖିଯିବେ? ଆରେ ହେ ଆହୁରି 500 ଟଙ୍କା ମୁଁ ଭୁଲ ରଖିଦେଇଛି। ହେ ନହେଲେ ହୋଇଛି କେମିତି କୁହ? କହିଲେ ଗ୍ୟାପ ହେଇଛି। ଆରେ ସେ ମୋ ପଇସା। ମୁଁ ଦେଖିଲି ତମ ପର୍ସରେ ପଇସା ନାହିଁ, ମୁଁ ସେଥିଲାଗି 500 ଟଙ୍କା ପୁରେଇ ଦେଇଥିଲି। ତୋ ପଇସା ଦାନା ବି ଧରିଛ କୋଉଠି ହେଲାଣି? ମତେ 500 ଟଙ୍କା ଦେଇଦିଅ। କାହିଁକି